ସର୍ବପ୍ରଥମେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ମିଳନ ସମାଜ ସେବା ସଂଗଠନ ତରଫରୁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ତେବେ ବିଷୟବସ୍ତୁ ହେଲା ଗୁରୁ ଜ୍ଞାନ ମନ୍ତ୍ର ପାର୍ଟ 2 ଦ୍ୱିତୀୟ ଭାଗ। ଗୁରୁ ଗ୍ରହଣ ନ କରିଥିବା ମନୁଷ୍ୟ ସେ ମନୁଷ୍ୟ ନୁହଁ, ମାନବ ନୁହଁ। ଯିଏ ଗୁରୁକୁ ନ ଖୋଜେ ସଦ୍ଗୁରୁ ଗ୍ରହଣ କରେ ନାହିଁ ସେ ମାନବ ନୁହଁ, ସେ ଦାନବ। କେବଳ ଖଟିବ, ଖାଇବ, ଐଶ କରିବ, ମରିବ। ବହୁତ ଶିକ୍ଷିତ କରିବ, ବହୁତ ପାଠ ପଢିଛି, ବହୁତ ଦେଶ ବିଦେଶ ଯାଇ ଅନେକ ଧଳା କାଗଜ ଉପରେ ଥିବା କଳାଗାରକୁ ପଢିଛି। ଆଉ ଧଳା କାଗଜ ଉପରେ କଳାଗାରରେ ଲେଖା ହେଇଛି, ଗୋଟେ ସାର୍ଟିଫିକେଟ ହାସଲ କରିଛି, କିନ୍ତୁ ସିଏ ଶିକ୍ଷିତ ନୁହଁ। ପ୍ରକୃତରେ ସିଏ ଶିକ୍ଷିତ ନୁହଁ। ଯିଏ ସଦ୍ଗୁରୁ ଗ୍ରହଣ କରେ ନାହିଁ ତାକୁ ଜ୍ଞାନୀ ଜନରେ ଗଣାଯାଏ ନାହିଁ। ସେ ଅଜ୍ଞାନ, ସେ ଆତ୍ମହତ୍ୟା କରି ମହାପାପ କରିଥିବା ଜଣେ ମଣିଷ। ଯେତେ ବଡ଼ ସର୍ଭିସ କରିଥାଉ ସେ ଆତ୍ମହତ୍ୟା ରୂପକ ମହାପାପ କରିଥିବା ଜଣେ ମଣିଷ, ଅମଣିଷ। ଆତ୍ମହତ୍ୟା ମହାପାପ। ଆଉ ସେ ପାପ ସେ କରିଛନ୍ତି କି ନାହିଁ ସ୍ଥିର ଭାବରେ, ନିରବ ଭାବରେ କିଛି ମୁହୂର୍ତ୍ତ ବସିଲେ ନିଜେ ହିଁ ଅନୁଧ୍ୟାନ କରିପାରିବେ। ଅର୍ଥ ହିଁ ଅନର୍ଥର କାରଣ ଘଟିଥାଏ ତାଙ୍କ ପକ୍ଷରେ। ତେବେ ସଦ୍ଗୁରୁ ଗ୍ରହଣ ବିନା ମଣିଷ ଜୀବନରେ ମୁକ୍ତି ନାହିଁ। ସେ ମନୁଷ୍ୟରେ ଗଣାଯାଏ ନାହିଁ, ନୁହଁ ସେ ମାନବ, ସେ ଅଟେ ଦାନବ। ଇଟ୍ ଜିରୋ, ଆଇ ଆମ୍ ଜିରୋ। ତେବେ ଆସନ୍ତୁ ଆରମ୍ଭ କରିବା। ଯାବତ ଗୁରୁ ନ କର୍ତ୍ତବ୍ୟ ସ୍ଥାବନ୍ନୁକ୍ତି ନ ଲଭ୍ୟତେ তস্মাৎ গুরুশ্চ কর্তব্য বিনা গুরু ন সিদ্ধতি। যাবৎ গুরু ন কর্তব্য স্থাবন্নুক্তি ন লভ্যতে। যেতে দিন পর্যন্ত মଣିଷ ସଦ୍ଗୁରୁ ଗ୍ରହଣ କରି ନାହିଁ ସେତେ ଦିନ ପର୍ଯ୍ୟନ୍ତ ମୁକ୍ତି ନ ଲଭ୍ୟତେ, ସେ ମୁକ୍ତି ଲାଭ କରିପାରିବ ନାହିଁ। କେବଳ ଘାଣ୍ଟି ହେବ। ରୋଗ ବ୍ୟାଧି ଦ୍ୱାରା ନାନା ପ୍ରକାର କାମ, କ୍ରୋଧ, ଲୋଭ, ମାୟା ଭିତରେ ପଡ଼ି ଘାଣ୍ଟି ହେବ। ତସ୍ମାତ୍ ଗୁରୁଶ୍ଚ କର୍ତ୍ତବ୍ୟ। ଯଦି ଜଣେ ଗୁରୁ ଗ୍ରହଣ କରେ ତସ୍ମାତ୍, ବହୁତ ଶୀଘ୍ର। ବିନା ଗୁରୁ ନ ସିଦ୍ଧତି। ବିନା ଗୁରୁରେ କୌଣସି କାମରେ କେବେ ହେଲେ ସଦ୍ଗୁରୁ ବିନା ସିଦ୍ଧି ଲାଭ କରିପାରିବ ନାହିଁ, ସକ୍ସେସ୍ ହେବ ନାହିଁ। ଯେକୌଣସି କାମ କରୁ, ସେ ବିଜ୍ଞାନରେ ଅଗ୍ରଗତି କରିବାକୁ ହେଲେ ଧାର୍ମିକ ହେବାକୁ ପଡ଼ିବ, ସଦ୍ଗୁରୁଙ୍କୁ ମାନିବାକୁ ପଡ଼ିବ। ଯେକୌଣସି ଦିଗରେ ବିକାଶ କରିବାକୁ ହେଲେ, ଦେଶ ହଉ, ରାଜ୍ୟ ହଉ, ବ୍ୟକ୍ତି ହଉ, ସଦ୍ଗୁରୁଙ୍କୁ ମାନିବା, ସଦ୍ଗୁରୁ ଗ୍ରହଣ କରିବା ନିତ୍ୟାନ୍ତ ଆବଶ୍ୟକ। ତେବେ ପ୍ରକୃତ ଗୁରୁ କିଏ? ଆସନ୍ତୁ ତାହାରି ଉପରେ ଆଲୋଚନା କରିବା। ଯାବତ୍ ଗୁରୁ ନ କର୍ତ୍ତବ୍ୟ ସ୍ଥାବନ୍ନୁକ୍ତି ନ ଲଭ୍ୟତେ ତସ୍ମାତ୍ ଗୁରୁଶ୍ଚ କର୍ତ୍ତବ୍ୟ ବିନା ଗୁରୁ ନ ସିଦ୍ଧତି। ମନୁଷ୍ୟ ଯେତେ ଦିନ ଯାଏ ଗୁରୁଙ୍କୁ ନ ଚିହ୍ନି ଥାଏ ତେତେ ଦିନର ଯାଏ ଜାଣ ସଂସାର ମୁକ୍ତ ନୁହେଁ ପୂର୍ଣ୍ଣ। ଗୁରୁଙ୍କ ବିନା ଜାଣ କାହିଁ କାର୍ଯ୍ୟ ଯେ ଶେଷ ହୁଏ ନାହିଁ। ସଦ୍ଗୁରୁ ଗ୍ରହଣ ନ କରିବା ପର୍ଯ୍ୟନ୍ତ ମନୁଷ୍ୟ ଜନ୍ମ ମୃତ୍ୟୁ ରୂପ ଦଣ୍ଡରେ ଘାଣ୍ଟି ହେବ ହିଁ ହେବ, ସେ ମାନବରେ ଗଣାଯିବ ନାହିଁ। ତେବେ ବିନା ଦୀପଂ ଯଥା ଗେହଂ ତଥା ନ ଗୁରୁ ମେ ବଚ
অবশ্য গুরু কর্তব্য সুদৃষ্টি লভ্যতে নর বিনা দীপম যথা জ্ঞানম তথা ন গুরু মে বচ অবশ্য গুরু কর্তব্য। ପରେ ଯେମିତି ଅନ୍ଧକାରକୁ ଆଲୋକିତ କରାଯାଇପାରେ ନାହିଁ, ତଥା ନ ଗୁରୁ ମେ ବଚ, ବିନା ଗୁରୁରେ ସଦ୍ଜ୍ଞାନ ପ୍ରାପ୍ତି ହେଇପାରିବ ନାହିଁ। ଅବଶ୍ୟ ଗୁରୁ କର୍ତ୍ତବ୍ୟ ସୁଦୃଷ୍ଟି ଲଭ୍ୟତେ ନର, ମନୁଷ୍ୟ ସଦ୍ଗୁରୁ ଗ୍ରହଣ କଲେ ଯାଇ ସଦ୍ଜ୍ଞାନ ପ୍ରାପ୍ତି ହୋଇଥାଏ। ଆରେ ଉଦ୍ଧବ, ଯେବେ ନ କଲୁ ଗୁରୁ ଜ୍ଞାନ କାହୁଁ ପାଇବୁ ସଦ ଜ୍ଞାନ। ଗୃହେ ନଥିଲେ ଦୀପ ଜାଳ ଅନ୍ଧାର ଥାଏ ଯେ ପୂର୍ଣ୍ଣ। ଯଦି କରେଣ୍ଟ କଟିଗଲେ ଯେମିତି ଅନ୍ଧାର ହେଇଯାଏ ରାତ୍ରି ସମୟରେ, ବା ଦୀପ ବା ଆଲୋକ ବା ବିଜୁଳି ନଥିଲେ ଯେମିତି ଅନ୍ଧକାର ହେଇଯାଇଥାଏ ରାତ୍ରି, ଠିକ୍ ସେହିପରି ଗୃହେ ନଥିଲେ ଦୀପ ଜାଳ ଅନ୍ଧାର ଥାଏ ଯେ ପୂର୍ଣ୍ଣ। ସେପରି ଭାବେ ଯେଉଁ ଜନ ଗୁରୁ ନ କରେ ଭୁବନ, ତାର ଜ୍ଞାନ ନାଶ ନୋହି ସୁଦୃଷ୍ଟି ଲଭିବ ସେ କାହିଁ। ଗୁରୁ କରିଲେ ଜନ୍ମରେ ପାଇବ ଆତ୍ମଜ୍ଞାନ ଧୀରେ। ଜ୍ଞାନ ଆଲୋକ ଦେଖାଇବେ ଦେହ ଜ୍ଞାନ ବିନାଶିବେ। ଦେହରୁ ଅଜ୍ଞାନକୁ ଦୂର କରି ଆଲୋକିତ କରିବେ କେବଳ ଗୁରୁଙ୍କର ଆଶୀର୍ବାଦ। ଲେଖାପଢ଼ାର ଆବଶ୍ୟକ ନାହିଁ, ଗୁରୁଙ୍କର ଆଶୀର୍ବାଦ ହିଁ ମନୁଷ୍ୟକୁ ସଦ୍ଜ୍ଞାନ ପ୍ରାପ୍ତ କରିଥାଏ, ମୁକ୍ତିଗାମୀ କରିଥାଏ, ଅଲୌକିକ ଶକ୍ତିର ଅଧିକାରୀ କରିଥାଏ, ଯାହା ଫଳରେ ଦେଶର, ଜାତିର, ନିଜର ସମସ୍ତଙ୍କର ବିକାଶ ଘଟିଥାଏ। It's zero, I am zero, I don't want anything else, I don't want, I only want one peace. It's 0, 0, 0, 1 plus minus 1 is equal to 0. Left hand plus right hand is equal to 0. Wife plus husband is equal to 0. Son or daughter 0. It's 0, I am 0. Good plus bad is equal to God.